କିନ୍ତୁ ଦେଖନ୍ତୁ ମୋହନ ଚରଣ ମାଝୀଙ୍କର ସେଇ ଦୃଷ୍ଟିରୁ ମୁଁ ଭାବୁଛି ଏଇଟା ନିଶ୍ଚିତ ଭାବରେ ଦିଲ୍ଲୀରୁ ଯୋଜନା ପ୍ରସ୍ତୁତ ହେଉଛି। ଦିଲ୍ଲୀରୁ ଏଇ ଯେଉଁ ମୋହନ ଚରଣ ମାଝୀଙ୍କର ଇମେଜ୍ ଭାବମୂର୍ତ୍ତି ତାଙ୍କର ଗୋଟେ ଯେଉଁଭଳି ଭାବମୂର୍ତ୍ତି ବର୍ତ୍ତମାନ ପ୍ରତିଷ୍ଠା କରାଯାଉଛି ଧୀରେ ଧୀରେ ହେଉଛି, ସେଥିରେ ଆପଣ ଦେଖିବେ ଯଦି ଏଇ ପର୍ଯ୍ୟାୟ ଆସନ୍ତା 4 ବର୍ଷ ଚାଲେ ତାହେଲେ ଧୀରେ ଧୀରେ ନବୀନ ପଟ୍ଟନାୟକଙ୍କୁ ଲୋକ ଭୁଲିଯିବେ। କାରଣ ଯେଉଁଥିପାଇଁ ନବୀନ ପଟ୍ଟନାୟକ ଲୋକ ମନେ ରଖୁଛନ୍ତି, ଗାଁ ଲୋକ କହୁଛନ୍ତି, ଚାରିଆଡ଼େ କହୁଛନ୍ତି, ସେ କାମ ଯଦି ଏ ସରକାର ତାଠୁ ଦକ୍ଷତାର ସହିତ କଲେ ତାହେଲେ ଆପଣ ତାଙ୍କୁ କାହିଁ ମନେ ରଖିବେ? କାହିଁକି ସେ ତ ଜନସେବା ବଳିରେ ଆସିନାହାନ୍ତି ନା, ତ୍ୟାଗ ବଳିରେ ତ ଆସିନାହାନ୍ତି। ସେ ସରକାରୀ କଳକୁ ବ୍ୟବହାର କରିକି ଆସିଛନ୍ତି। ଇଏ ମଧ୍ୟ ସରକାରୀ କଳରେ ଦେଖନ୍ତୁ ଠିକ୍ ସେଇଭଳି ଭାବରେ ସିଏ କରିଥିଲେ ଆମ ଓଡ଼ିଶା ନବୀନ ଓଡ଼ିଶା ଗ୍ରାମାଞ୍ଚଳ ବିକାଶ ପାଇଁ। ମୁଖ୍ୟମନ୍ତ୍ରୀ ଏ ସରକାର ମଧ୍ୟ ସେଇଭଳି ଭାବରେ ଗ୍ରାମାଞ୍ଚଳର ବିକାଶ ପାଇଁ ବିକଶିତ ଗ୍ରାମ ସ୍କିମ୍ରେ ଗୋଟିଏ ବଢ଼ିଆ ଯୋଜନା ମଧ୍ୟ ନେଇଛନ୍ତି। ସେଥିରେ ଯାହା ଯାହା କରିବାକୁ ଥିଲା ଗ୍ରାମାଞ୍ଚଳରେ ଯେଉଁ ଯେଉଁ ଭିତ୍ତିଭୂମି ଗୁଡ଼ାକ ରଖା ହେଇଥିଲା ଏଇ ଭିତ୍ତିଭୂମି କରିବା ପାଇଁ, ଯେଉଁଥିରେ ଗାଁ ଅଞ୍ଚଳରେ ଆପଣ ଦେଖିବେ ଇଭିନ୍ ବ୍ରଡ଼ବ୍ୟାଣ୍ଡ ସୁବିଧା ଦେବା, ଗାଁ ଅଞ୍ଚଳରେ ସ୍ପୋର୍ଟସ୍ ଭିତ୍ତିଭୂମି କରିବା, ପର୍ଯ୍ୟଟନସ୍ଥଳୀ ଯେଉଁ ପର୍ଯ୍ୟଟନସ୍ଥଳୀ ଅଛି ତାର ବିକାଶ କରିବା, ଏସବୁ ଜିନିଷ ତା ଭିତରେ ଥିଲା। ଯେଉଁଗୁଡ଼ିକ ଥିଲା ବର୍ତ୍ତମାନ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଯେଉଁ ସରକାର ନେଇଛି ବିକଶିତ ଗ୍ରାମର ଯୋଜନା ଯେଉଁ ନେଇଛି, ଯେଉଁଥିରେ ପ୍ରତିବର୍ଷ 1000 କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ 5 ବର୍ଷ ଧରି 5000 କୋଟି ଟଙ୍କା ଖର୍ଚ୍ଚ ହେବ, ତାର ମଧ୍ୟ ସ୍କିମ୍ ସେୟା। ଗାଁ ଗୁଡ଼ାକର ଆକ୍ଚୁଆଲି ସମସ୍ତ ପ୍ରକାର ଯେଉଁ କଥା ପାଇଁକି ନବୀନ ପଟ୍ଟନାୟକ ଲୋକ ମନେ ରଖିଛନ୍ତି ସେଇ କଥା କିଛି ବର୍ଷ ପରେ ମୋହନ ଚରଣ ମାଝୀଙ୍କ ଲୋକ ମନେ ରଖିବେ। ତାଙ୍କ ସରକାର ବେଳେ ଗାଁରେ ଏଇ ଚିତ୍ର ବଦଳିଲା, ସେଇଥିପାଇଁ ବନ୍ଦ କରିଛନ୍ତି। କେବଳ ସେତିକି ନୁହେଁ, ଗଲା ଥର ନିର୍ବାଚନ ପୂର୍ବରୁ ଆମ ଓଡ଼ିଶା ନବୀନ ଓଡ଼ିଶା ନାମରେ ପଞ୍ଚାୟତମାନଙ୍କୁ ଯେଉଁ ଅର୍ଥ ସବୁ ଦିଆଯାଇଥିଲା 50 ଲକ୍ଷ ପ୍ରତି ପଞ୍ଚାୟତକୁ ଦିଆଗଲା ବୋଲି କୁହାଗଲା, କିଛି ପଇସା ଖର୍ଚ୍ଚ କଲେ କିଏ? ଗାଁ ଲୋକଙ୍କୁ ପଚରା ଗଲାନି, ପଞ୍ଚାୟତକୁ ପଚରା ଗଲାନି। ନିଷ୍ପତ୍ତି କଲେ ଏଠି ବ୍ଲକର ଅଧିକାରୀମାନେ, ବିଡ଼ିଓ ଜେଇ ମାନେ ସେ କାର୍ଯ୍ୟ କଲେ। କିନ୍ତୁ ଇଏ ଯେଉଁ ଯୋଜନା କରିଛନ୍ତି ମୋହନ ଚରଣ ମାଝୀ ଯେଉଁ ଯୋଜନା କରିଛନ୍ତି ଯେଉଁଭଳି ଭାବରେ ସେଇ କାର୍ଯ୍ୟ ହେବ, କିନ୍ତୁ ଗ୍ରାମ୍ୟ କମିଟି ଜାଗାରେ ପଲ୍ଲୀ ସଭା ଜାଗାରେ ଗ୍ରାମ୍ୟ କମିଟି ଜାଗାରେ ନିଷ୍ପତ୍ତି ହେଇ କାମ ହେବ। ପଞ୍ଚାୟତକୁ ପଚରାଯିବ, ଲୋକମାନଙ୍କୁ ନ ପଚାରି ହେଉନି। ତା ଅର୍ଥ ସରକାର ନ କରିକି ସରକାର ଯାହା କଲେ ଲୋକ ସେଥିରେ ସାମିଲ ହେବେ। ମୁଁ ଭାବୁଛି ଏ କାର୍ଯ୍ୟକ୍ରମ ଯଦି ସଫଳତାୟିତ ହେଲା, ଆଉ ଗଲା କାର୍ଯ୍ୟକ୍ରମରେ ଅନେକ କାର୍ଯ୍ୟ ହେଇଛି କିନ୍ତୁ ତାର ବିଲ୍ ବି ଦିଆ ହେଇନି, କାମ କମ୍ପ୍ଲିଟ୍ ବି ହେଇନି। ଇଲେକ୍ସନ୍ ଆସିଗଲା, ଖାଲି ଆଗୁଆ ଦେଇଦେଲେ କିନ୍ତୁ କାମ ହେଇନଥିଲା। ଏକଥା ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁଟା ଇନକମ୍ପ୍ଲିଟ୍ କାମ ସେଥିରେ ରହିଛି ତାକୁ ମଧ୍ୟ ଶେଷ କରାଯିବ। ଦେଖନ୍ତୁ ଏଇ କଥାଟି ଯଦି କେବଳ ସିରିୟସଲି କରାଯାଏ, ତା ସହିତ ରାଜ୍ୟରେ ଆପଣ ଜାଣିଛନ୍ତି ମହିଳାମାନଙ୍କ କ୍ଷେତ୍ରରେ ସୁଭଦ୍ରାଟା ଗୋଟେ ମହିଳାମାନଙ୍କ ଭିତରେ ଗୋଟେ ଭାବନା ସୃଷ୍ଟି କରିଛି, ଯେଉଁଟା ତାଙ୍କର ଥିଲା ବହୁତ। ସେଇଭଳି ଭାବରେ ଚାଷୀମାନଙ୍କ କ୍ଷେତ୍ରରେ ହେଲା 3100 ଟଙ୍କା। କିନ୍ତୁ ଏଇଗୁଡ଼ାକ ସରକାରର ଭାବମୂର୍ତ୍ତି ସୃଷ୍ଟି କରିବାରେ, ମୁଖ୍ୟମନ୍ତ୍ରୀଙ୍କର ଭାବମୂର୍ତ୍ତି ସୃଷ୍ଟି କରିବାରେ ଯେଉଁଟା ନବୀନ ପଟ୍ଟନାୟକ ପାଇଁ ସହଯୋଗ ସେତେବେଳେ ଯେଉଁ ମାଧ୍ୟମରେ ହେଇଥିଲା, ସେଇ ମାଧ୍ୟମରୁ ଗୋଟିଏ ଗୋଟିଏ କରିକି ଏ ସରକାର ମଳରେ କରିବା ପାଇଁ ଯୋଜନା ହେଉଛି।